ଖାଇବି କି ଫିଷ୍ଟ ଖାଇ ତୁ କି ଫିଷ୍ଟ ଖାଇ ତା ବାପା ଆସୁ କହି କେତେ ରକମ ତୁ କିଣିକି ଆଣୁ ଛକରୁ ଇଏ ଫିଷ୍ଟ ଖାଇବାନି କ'ଣ ଆସୁ ତୋତେ ତ ଗୁରୁ ଦେଇଦିନ କାଲି ବିଗୁଡ଼ୁଥିଲା କାଲି କହିଲା ତମେ ଏଇ କେଇ ଦିନ ହେଲା ସବୁ ଆମର କାମ ସରିନାହିଁ ବର୍ଷା ହେଲା ବସିଥିଲୁ ଏଇଖିଣି କରୁଛୁ କାମ ସରି ଗଲା ବେଳକୁ 6ଟା 7ଟା ଇଏ ସେଇଠୁ କହୁଛି ସବୁ ତେଲ ଫେଲ କଥା କହିଦେଲା କହୁଛି ନା ଏ ଜୁଗୁଲି କହି ତା ନେଇ ତେଲ ହଜାନି କହୁଛି ବୁଢୀ ଯାଇଥିଲା ତା ବାପ ଘରକୁ ଯାଇକି ରହିଥାନ୍ତା 2 ମାସ ଭଲ ହେଇଥାନ୍ତା କାହିଁକି ଆସିଲା କେଣି ଗାଲ କୋଉଠି ନାହିଁ ଖାଇଲା ଗାଲ ବାୟା ପାଣି ଟାକୁଆ ଗଲେ ହେଇକି ରହିଛି ବାଳା ପର୍ଯ୍ୟନ୍ତ ଖାଉଥା ତମେ କହୁନ ସେଇ ପାଖା କେତେ ଖାଉଛ କ'ଣ ଖାଉଛ ଖାଇବା ଛୁଆ ସବୁବେଳେ ପା ରଙ୍କ ସବୁବେଳେ ଛୁଆ ରଙ୍କ ହେନେ କୋଉ ତମର 5 ହାତ ହେଇ ବହି ଯାଉଛି ଏଇ ଜଣେ ଲୋକ ରୋଜଗାର କରିବ କେତେ କ'ଣ ଲୋକ ତମେ ଖାଉଛ ସେଟା ହିସାବ କରୁନ ଏଇ କିଏ ଆଣି ତାକୁ ହିସାବ ନାହିଁ ଖାଲି ଆଣ ତେଲ ଆଉଛି ରୁଜ ମିଠା ତେଲ ଆଉଛି ସତ କଥା 4 ଦିନ 3 ଦିନ କିଲେ ତେଲ କ'ଣ ଖାଉଛ ନା ତେଲ ପିଇ ଦଉଛ 3 ଦିନ କିଏ 3-4ଟା ତରକାରୀ ରାତିକୁ 2 ଦିନ ଯା ବାସ୍ ଏଇଭଳିଆ ଖାଇ ଖାଇକି ଘର ସବୁ ବାଗେଇ ପାରୁନାହାନ୍ତି ଘର ଖଣ୍ଡେ ବାଗେଇ ପାରୁନାହାନ୍ତି ଏଇ ଖଣ୍ଡିଆ ବଜାର ପଡୁଛି ପୁଣି ଖାଇବା ପାଇଁ ଡାକିଲେ ଆଣିଲ ହଁ ଗୁଲାବୀ ଦେଇ କହୁଥିଲା ବା ମତେ ଜିମି ବା ତାର ମନ ମାନିଲା ଖାଇଲା ପେଟୁ ଘର ରନ୍ଧା ହେଲା ଖାଇଲା କାର୍ଯ୍ୟ ଖର୍ଚ୍ଚ ଗୁଡ଼ା କରୁଛନ୍ତି ଲାଗି ବୁଢୀ କ'ଣ ନାକରା ବୁଢୀ ବା ଖାଲି କହୁଥିବ ମୋ ନାତି ଖାଇଏ ଘଡ଼ି ଘଡ଼ି ଡାକୁଥିବ ଆସ ଖାଇଅ ଭାତ ପାଣି ଦେବୁ ଡାକା ହେଲା ଖାଇ ତା ବାପକୁ କାହିଁକି ଫୋନ କଲୁ ସବୁବେଳେ କାଣି ତେଲ ଭାଜି ଆଣି ସବୁବେଳେ ତେଲ ଭାଜି କାଲି ସନ୍ଧ୍ୟାରେ ଆଇଲା ଘରକୁ କହିଲା ସକାଳୁ ଦେଇ ପଠେଇଛି ଇଟିକି ତରକାରୀ ଗୁଗୁଲ ତରକାରୀ ସେ ପଲିଥିନ କ'ଣ ଆଉ କ'ଣ ତେଲ ନା କ'ଣ ଦେଇ ପଠେଇଲା ସେ ରାନ୍ଧିଲା ତ ଆଣିବୁନି ତ ଇଏ ଭାଇ ତ ମୋବାଇଲ ତମର ଏତେ ଖର୍ଚ୍ଚ ତୁ ଘର କରୁଛୁ ତ ସଉଦା ଖର୍ଚ୍ଚ ଇଏ ଖର୍ଚ୍ଚ ନେଇକି